नमस्कार दर्शक बंधु आपण समस्त को मो चैनल को पुणी थे स्वागत करुच्ची। दर्शक बंधु आज हेउची 10 मार्च फाल्गुन मासर कृष्ण पक्ष सोमवार एकादशी एहाकू आमलिका एकादशी बोली कुहा जाए अर्थात अँला एकादशी बोली भी कुहा जाए। एबे दर्शक बंधु आपण माने तो जानिथिबे जे एकादशीटी भगवान विष्णु को समर्पण करा जायछि। भगवान विष्णु को एकादशी पर्वटी बहुत प्रिय अटे। कुहा जाए जेउ भी व्यक्ति विशेष एकादशी व्रतटी अति सुंदर भावरे मन को पवित्र रखी शुद्ध चित्तरे करिथांती तांको भगवान विष्णुଙ୍କର कृपा प्राप्त होइथाए। एबे कोन आपण माने जानिचंती एही आमलिका एकादशीटी काहेकि पालन करा जाए? ଏହା ପଛରେ ରାଜା ଚିତ୍ରସେନଙ୍କର ଗୋଟିଏ ଛୋଟିଆ କାହାଣୀ ଅଛି। ଯେତେବେଳେ ରାଜା ଚିତ୍ରସେନ ଏକାଦଶୀ ଦିନ ଠିକ୍ ଏହି ଆମଲିକା ଏକାଦଶୀ ଦିନ ବଣକୁ ଶିକାର ନିମନ୍ତେ ଯାଇଥିଲେ ସେ ରାସ୍ତା ଭୁଲି ଯାଇଥିଲେ ଏବଂ ସେହି ସମୟରେ ଏକାଦଶୀ ବି ପଡ଼ିଥିଲା ଏବଂ ସେ ଅଁଳା ଗଛ ମୂଳେ ଭଗବାନ ବିଷ୍ଣୁଙ୍କର ସ୍ମରଣ କରିଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ପ୍ରକଟ ହୋଇକରି ତାଙ୍କୁ ରାସ୍ତା ବି ଦେଖାଇଥିଲେ, ତାଙ୍କ ପୂଜାରେ ପ୍ରସନ୍ନ ବି ହୋଇଥିଲେ ଏବଂ ଏହି ଏକାଦଶୀ ବ୍ରତଟି ରାଜାଙ୍କ ଦ୍ୱାରା ପ୍ରଥମ କରି ସେହି ଆମଲିକା ଏକାଦଶୀଟି କରିଥିଲେ। ଏବେ ଦର୍ଶକ ବନ୍ଧୁ ଏହି କୁହାଯାଏ ଆଉ ଗୋଟେ ବି ବିଶେଷ ମହତ୍ଵ ଅଛି। କାଶୀ ନଗରୀରେ କାଲିଠାରୁ ହୋଲିର ପର୍ବଟି ଆରମ୍ଭ କରାଯିବ ଅର୍ଥାତ୍ ସମସ୍ତେ ହୋଲି ଖେଳିବେ, ଈଶ୍ୱରଙ୍କୁ ବି ଲଗାଯିବ ଏବଂ ସମସ୍ତେ ଖେଳିବେ, ଯାହାକି ପୌରାଣିକ ମାନ୍ୟତା ଅନୁସାରେ ବର୍ତ୍ତମାନ ବି ଏହି ପରମ୍ପରା ଚାଲି ଆସୁଛି। କୁହାଯାଏ ଏହି ଦିନ ଆପଣମାନେ ଯଦି ବ୍ରତ ରଖିଛନ୍ତି ତେବେ ଅଁଳା ବୃକ୍ଷର ପୂଜା କରନ୍ତୁ, ତା ସହିତ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। ଅଁଳା ବୃକ୍ଷ ଏମିତି ଏକ ବୃକ୍ଷ ଯେଉଁଠାରେ ହରିହରଙ୍କ ସହିତ ମା ପାର୍ବତୀ ଏବଂ ଲକ୍ଷ୍ମୀଙ୍କୁ ବିରାଜମାନ କରୁଛନ୍ତି। ଯଦି ଆପଣ ଅଁଳା ବୃକ୍ଷର ପୂଜା କରିବେ ତେବେ ଆପଣ ମା ପାର୍ବତୀ ଏବଂ ମହାଦେବ ତା ସହିତ ଲକ୍ଷ୍ମୀ ନାରାୟଣ ଏମାନଙ୍କର ବି ପୂଜା କରିବା ସହିତ ସମାନ ହୋଇଥାଏ। ଅଁଳା ବୃକ୍ଷର ଏତେ ମହତ୍ଵ ଅଛି। ଏହି ଦିନ ଅଁଳା ବୃକ୍ଷର ବିଶେଷ ପୂଜାର୍ଚ୍ଚନା କରାଯାଏ। ହଳଦିଆ ଫୁଲ ଟିକେ ହଳଦୀ ପକାଇ ଜଳ ଅର୍ପଣ କରି ଅଁଳା ବୃକ୍ଷରେ ରୋଲି ଅର୍ପଣ କରି ଅକ୍ଷତ ଚଢ଼ାଇବେ, ଦୀପ ଧୂପ ଦେବେ, କର୍ପୂର ଆଳତି କରାଇବେ ଏବଂ କିଛି ଫଳ ଭୋଗ ଦେବେ। ଏମିତି କରି ଆଜିର ପୂଜାଟି ନିଶ୍ଚୟ କରନ୍ତୁ। କିଛି କରନ୍ତୁ କିମ୍ବା ନ କରନ୍ତୁ ଅଁଳା ବୃକ୍ଷର ପୂଜା କରନ୍ତୁ। ତେବେ ଦର୍ଶକ ବନ୍ଧୁ ଆଜିର ଏହି ଅଁଳା ଏକାଦଶୀର ଆପଣମାନେ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ, ଭଗବାନଙ୍କର ସାନ୍ନିଧ୍ୟ ପାଇଁ ଘରେ ସ୍ଥାୟୀ ଲକ୍ଷ୍ମୀ ପାଇଁ ଆଜି ଆପଣଙ୍କୁ 5ଟି ଉପାୟ କହିବି। ତେବେ ସେଇ 5ଟି ଉପାୟ କ'ଣ ଆପଣମାନେ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ। ଚାଲନ୍ତୁ ଆଉ ଡେରି ନ କରି ଆଜିର ଭିଡ଼ିଓଟି ଆରମ୍ଭ କରିବା। ଗୋଟିଏ ଚୁଟକି ହଳଦୀ ଆପଣଙ୍କର ସବୁ ଦାରିଦ୍ର୍ୟର ଦୂର କରିବ। ଅଁଳା ଏକାଦଶୀ ପ୍ରତି ଏକାଦଶୀ ଆପଣମାନଙ୍କୁ ଏହି 5ଟି ନିୟମ ନିଜ ଘରେ କରିବାର ଅଛି। ତାହେଲେ ଯାଇ ଆପଣମାନେ ଈଶ୍ୱରଙ୍କର କୃପାରୁ ଅଧିକ ନହେଲେ ବି ଅଧିକ ଟଙ୍କା ଆମ ପାଖକୁ ନ ଆସିଲେ ବି ଆମର ପେଟ ପୋଷିବା ପରେ ଆମକୁ ସୁଖୀ କରିବା ପରେ ମା ଲକ୍ଷ୍ମୀଙ୍କର କୃପା ଆମ ଉପରେ ନିଶ୍ଚୟ ରହିବ। ଏକାଦଶୀ ପର୍ବଟି ହିଁ ସେଇଆ ଅଟେ। ଆପଣମାନେ ଜାଣିଛନ୍ତି କି ନାଇଁ ମୁଁ ଜାଣିନି, ଏକାଦଶୀ ଦିନ ଭାତ ଖିଆଯାଏ ନାହିଁ। କୁହାଯାଏ ଭାତ ଖାଇବା ଦ୍ୱାରା ଆମକୁ ପାପ ଲାଗିଥାଏ, ସେଥିପାଇଁ ଯେଉଁମାନେ ବ୍ରତ ରଖିଥାନ୍ତି ସେମାନେ ତ ଖାଆନ୍ତି ନାହିଁ। କିନ୍ତୁ ଦର୍ଶକ ବନ୍ଧୁ ଆମ ପଟେ ତ ଏହି ପର୍ବଟିକୁ ଆମେମାନେ ମାନୁନାହିଁ, ଭାତ ଖାଉଛେ ଏକାଦଶୀ ଦିନ। କିନ୍ତୁ ଅଲଗା ରାଜ୍ୟରେ ଅଲଗା ଦେଶରେ ଆପଣମାନେ ଦେଖିବେ ସେମାନେ ଏହି ଏକାଦଶୀ ଦିନ ବ୍ରତ ନ ରଖିଲେ ବି ସେମାନେ ଅନ୍ନ ଗ୍ରହଣ କରନ୍ତି ନାହିଁ, ମାନିଥାନ୍ତି ଯେ ଏକାଦଶୀ ଦିନ ଅନ୍ନ ଖିଆଯାଏ ନାହିଁ, ଆମେ ଏଇ ଗୋଟିଏ ଦିନକୁ ଅନ୍ନ ଖାଇବା ନାହିଁ ବୋଲି। ଏବେ ଦର୍ଶକ ବନ୍ଧୁ ସେ ଯାହା ବି ହଉ, ଆମେ ଆଜିର 5ଟି ବଛା ଉପାୟ ଜାଣିବା, ଯାହାଦ୍ୱାରା କି ଆପଣମାନେ ଅଁଳା ଏକାଦଶୀ ଦିନ ନିଜ ଘରେ ନିଶ୍ଚୟ କରିପାରିବେ ଅତି ସରଳ ଏବଂ ସୁନ୍ଦର ଭାବରେ। ଚାଲନ୍ତୁ ଆଉ ଡେରି ନ କରି ଆଜିର ଭିଡ଼ିଓଟି ଆରମ୍ଭ କରିବା। ତା ଆଗରୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ପ୍ରଥମ ଉପାୟ, ଆପଣମାନେ ତ ଜାଣିଥିବେ ଯେ ମା ବୃନ୍ଦାବତୀଙ୍କର ପତ୍ର, ତୁଳସୀର ପତ୍ର ଭଗବାନ ବିଷ୍ଣୁଙ୍କୁ ବହୁତ ପସନ୍ଦ ଅଟେ। ଆପଣମାନେ ଜାଣିଛନ୍ତି କି ନାଇଁ ମୁଁ ଜାଣିନି, ମନେ ରଖନ୍ତୁ କେବେ ବି ଏକାଦଶୀ ଦିନ ତୁଳସୀ ଗଛରେ ଜଳ ଅର୍ପଣ କରାଯାଏ ନାହିଁ। ମା ବୃନ୍ଦାବତୀ ଭଗବାନ ବିଷ୍ଣୁଙ୍କ ନିମନ୍ତେ ବ୍ରତ ରଖିଥାନ୍ତି। ଜଳ ଅର୍ପଣ କରିବା ଦ୍ୱାରା ମାଙ୍କର ବ୍ରତ ଖଣ୍ଡିତ ହୋଇଥାଏ ଏବଂ ମା
ସେହି ବ୍ୟକ୍ତିଙ୍କ ଉପରେ କେବେ ବି ପ୍ରସନ୍ନ ହୋଇନଥାନ୍ତି। ଯଦି ସଦା ସୁହାଗୀନ ରହିବା ପାଇଁ ଚାହୁଁଛନ୍ତି, କେବେ ବି ଏକାଦଶୀ ଦିନ ମା ବୃନ୍ଦାବତୀଙ୍କ ନିକଟରେ ଜଳ ଅର୍ପଣ କରିବେ ନାହିଁ। କିନ୍ତୁ ଆପଣ ପୂଜା କିପରି କରିବେ? ମାଙ୍କୁ ସ୍ନାନ କରାଇବେ, ଅର୍ଥାତ୍ ସେହି ଗଛରେ ଆପଣ ଉପରେ ପାଣି ଛିଞ୍ଚିବେ। ସ୍ନାନ, ଯାହାକି ମାଙ୍କର ସ୍ନାନ କରାଯାଏ। ଜଳ ଅର୍ପଣ କରିବେ ନାହିଁ। ଆପଣ କହିବେ ପାଣି ପଡୁଛି, ଆପଣ ତ ସ୍ନାନ କଲେ ନା, ଥୋଡ଼ି ସେଥିରେ ଆପଣ ଜଳ ଅର୍ପଣ କଲେ କି? ଯେମିତି ଅଲଗା ପୂଜା କରାଯାଏ, ସ୍ନାନ କରିବା, ଆମେ ସ୍ନାନ କରୁଛେ, କଣ ଆମେ ପାଣି ପିଉଛେ? ଆମ ବ୍ରତ ଖଣ୍ଡିତ ହଉଛି କି? ସେମିତି ତ ଆପଣ କଣ କରିବେ? ସକାଳୁ ସ୍ନାନ କରି ତୁଳସୀ ଗଛର ବିଶେଷ ପୂଜାର୍ଚ୍ଚନା କରିବେ। ଯେପରିକି ତୁଳସୀ ଗଛରେ ସ୍ନାନ ତ କରାଇବେ, ମା ବୃନ୍ଦାବତୀଙ୍କର ଆଖପାଖକୁ ଭଲ ଭାବରେ ସଫାସୁତୁରା ରଖୁଥିବେ। ଏବଂ ମୋଲିକୁ ଓಂ ନମୋ ଭଗବତେ ବାସୁଦେବାୟ ଏମିତି ମନ୍ତ୍ର ଉଚ୍ଚାରଣ କରି ମୋଲିକୁ 11ଟି ଗଣ୍ଠି ପକାଇବେ। ସେହି 11ଟି ଗଣ୍ଠି ପକାଇ କରି ଆପଣ କଣ କରିବେ? ଗୋଟିଏ ହଳଦୀ କୋଟରୀରେ ହଳଦୀ ରଖିବେ, ପାଣି ରଖିକରି ତାହାକୁ ବୁଡାଇ କରି ରଖିବେ। ଯେତେବେଳେ ତୁଳସୀ ଗଛର ପୂଜା କରିବେ, ସେହି ଧାଗା ଯାହାକି 11ଟି ଗଣ୍ଠି ପକାଇଥିବେ, ସେହି ମୋଲିକୁ ଆପଣ ତୁଳସୀ ଗଛରେ ଓಂ ନମୋ ଭଗବତେ ବାସୁଦେବା କହି 3 ଥର ଗୁଡାଇବେ, ନିଜର ମନସ୍କାମନା କହିବେ। ଏହା ଦ୍ୱାରା କଣ ହୁଏ? ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୁଏ। ଯେତେବେଳେ ବି ମା ବୃନ୍ଦାବତୀଙ୍କର ପୂଜା କରୁଛନ୍ତି, ମା ବୃନ୍ଦାବତୀଙ୍କୁ କୁହନ୍ତୁ ଯେ ଏହି ଘର ହେଉଛି ତୁମର, ତୁମ ଘରର ସମୃଦ୍ଧି ତୁମେ ହିଁ କରିବ। ସବୁବେଳେ ମାଙ୍କୁ ଏମିତି ହିଁ ଜଣାଉଥାଅ। ସବୁବେଳେ ନିଜର ଦୋଷ ପାଇଁ କ୍ଷମା ପ୍ରାର୍ଥନା ବି କର। ଦ୍ୱିତୀୟଟି, ଯଦି ଆପଣମାନେ ଦେବଦେବ ମହାଦେବଙ୍କର ମନ୍ଦିରକୁ ଜଳ ଅର୍ପଣ କରିବା ପାଇଁ ଯାଉଛନ୍ତି, ଯଦି ଆପଣମାନେ ଜଳ ଅର୍ପଣ କରିବା ପାଇଁ ଦେବଦେବ ମହାଦେବଙ୍କର ମନ୍ଦିରକୁ ଯାଉଛନ୍ତି ଏବଂ ସେହି ଦିନ ଯଦି ଏକାଦଶୀ ପଡିଥାଏ, ତେବେ ଯେତେବେଳେ ଦେବଦେବ ମହାଦେବଙ୍କର ମଥାରେ ଜଳ ଅର୍ପଣ କରିବେ, ସେତେବେଳେ ଗୋଟିଏ ଶବ୍ଦ 3 ଥର କହିବେ। ଯେପରିକି ସ୍ୱାଧା ସ୍ୱାଧା ସ୍ୱାଧା। ଏପରି କହିବା ଦ୍ୱାରା ଆପଣଙ୍କର ସବୁ ପାପ ନଷ୍ଟ ହୋଇଥାଏ। ଏକାଦଶୀର ବ୍ରତ କରନ୍ତୁ କିମ୍ବା ନ କରନ୍ତୁ, ଏହି ମନ୍ତ୍ରଟି, ଏହି ନାମଟି ଉଚ୍ଚାରଣ ମାତ୍ରେ ଆପଣ ଏକାଦଶୀ ବ୍ରତର ପୁଣ୍ୟର ଫଳ ଆପଣମାନେ ପାଇବେ। କେବଳ ଏହି ନାମ ଉଚ୍ଚାରଣ ଦ୍ୱାରା ଏକାଦଶୀ ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ। ତୃତୀୟଟି, ଯଦି ଆପଣଙ୍କର ତୁଳସୀ ଗଛରେ ମଞ୍ଜରୀ ଆସିଯାଇଛି, ତେବେ ଆପଣମାନେ କଣ କରିବେ? ସେହି ମଞ୍ଜରୀକୁ ବାହାର କରିଦିଅନ୍ତୁ। ବାହାର କରି ଆପଣମାନେ କଣ କରିବେ? ଗୋଟିଏ ଲାଲ କପଡାରେ ଗୁଡାଇ ଦିଅନ୍ତୁ। ଲାଲ କପଡାରେ ଗୁଡାଇ କରି ଆପଣମାନେ ନିଜ ଘରର ତିଜୋରୀରେ ରଖିଦିଅନ୍ତୁ ଏହି ଏକାଦଶୀ ଦିନ। ଚତୁର୍ଥଟି, ଯେତେବେଳେ ସନ୍ଧ୍ୟା ସମୟ ହୋଇଯିବ, ଅଁଳା ଗଛ ମୂଳେ ଗୋଟିଏ ଦୀପ ଏବଂ ମା ବୃନ୍ଦାବତୀଙ୍କ ପାଖରେ ଗୋଟିଏ ଦୀପ, ଯାହାକି ଘିଅର ଦୀପ, ଶୁଦ୍ଧ ଗାଈର ଘିଅରେ ଦୀପଟିଏ ପ୍ରସ୍ତୁତ କରି ଜଳାନ୍ତୁ। ମନେ ରଖନ୍ତୁ, ଏହି ଦିନ ନିଜର ମୁଖ୍ୟ ଦ୍ୱାରରେ, ଯାହାକୁ ଏରୁଣ୍ଡି ବନ୍ଧ କୁହାଯାଏ, 2 ପଟେ 2ଟି ହଳଦୀରେ ସ୍ୱାସ୍ତିକ ଅର୍ପଣ କରନ୍ତୁ। କିଛି ହଳଦୀ ବିଞ୍ଚି ଦିଅନ୍ତୁ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜ ମୁଖ୍ୟ ଦ୍ୱାରରେ ହଳଦୀ ସିଞ୍ଚନ କରିଥାଏ, ତାକୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ। ଗୋଟିଏ ଭିଡିଓରେ କିଛି ବ୍ୟକ୍ତି ବିଶେଷ ଏପରି କମେଣ୍ଟ ଦେଇଛନ୍ତି ଯେ ଏପରି କରିବା ଦ୍ୱାରା ଗରିବଙ୍କୁ ଉପହାସ କୁହାଯାଉଛି। ଦର୍ଶକ ବନ୍ଧୁ, ଆମେ କର୍ମ କରିବା, ପ୍ରଥମେ କର୍ମ କରିବା ଏବଂ ଦ୍ୱିତୀୟରେ ଆମର ଯାହା ବି ଗରିବୀ ସମସ୍ୟା ଅଛି, ଯାହା ବି ସମସ୍ୟା ଅଛି, ଗୋଟିଏ ଥରରେ କଣ ଶେଷ ହୋଇଯିବ? ଯାହା ବି ଆମେ ଉପାୟ କରିବା, ଯାହା ବି ମୁଁ ଉପାୟ ଭିଡିଓରେ କହୁଛି, ଗୋଟିଏ ଥରରେ ଆପଣ ଧନୀ ହୋଇଯିବେ। ଆମେ ଯଦି ଗୋଟିଏ ବେଳା ବର୍ତ୍ତମାନ ଖାଉଛେ, ଭଗବାନଙ୍କ କୃପାରେ 2 ବେଳା ଖାଇବା ପାଇଁ ମିଳିବ। ଯେତିକି ମିଳିବ, ଯାହା ବି ମିଳିବ, ପର୍ଯ୍ୟାପ୍ତ ମିଳିବ, ଯାହା ବି ମିଳିବ, ଈଶ୍ୱରଙ୍କର ବରଦାନ ଭାବି ଖୁସିରେ ଗ୍ରହଣ କରିବା। ଆମେ ଅମ୍ବାନୀ ନ ହେଇପାରୁ, ଏଠି କେହି ବି ଅମ୍ବାନୀ ହବାର ସ୍ୱପ୍ନ ଦେଖି ନାହିଁ। ବାସ୍ 2 ବେଳା 2 ମୁଠା ଖାଇବାକୁ ମିଳୁ, ସମାଜରେ ଟିକେ ସମ୍ମାନ, ଘରେ ନିରୋଗୀ ରୁହନ୍ତୁ ସମସ୍ତେ, ସୁଖୀ ଜୀବନ ଯାପନ, ନିଜର ଗୋଟିଏ ଛୋଟିଆ ଘର, ବାସ୍ ଏତିକି ତ ମିଳୁ। ପ୍ରଥମେ ସେ ଅମ୍ବାନୀ ହବା କଥା ଦୂରର ଥାଉ। ତେଣୁ ଯାହା ବି ଉପାୟ କହୁଛି ଦର୍ଶକ ବନ୍ଧୁ, ମୁଁ ନିଜେ କରୁଛି ଆଉ ଆପଣଙ୍କ ସାମ୍ନାକୁ ଆଣୁଛି। ଏବେ ବିଶ୍ୱାସ ଆପଣଙ୍କର ଯେ ଆପଣ ଈଶ୍ୱରଙ୍କୁ କେତିକି ବିଶ୍ୱାସ କରୁଛନ୍ତି। ପ୍ରଶ୍ନ ଏଇଆ ଉଠିବ ଯେ ଏସବୁ କଲେ କଣ ଆମେ ମା ଲକ୍ଷ୍ମୀଙ୍କର କୃପା ପାଇପାରିବା? ଆଜ୍ଞା, ବିଶ୍ୱାସ, ଯୋଉଠି ବିଶ୍ୱାସ ସେଠି ହରି। ମୁଁ ତ ବିଶ୍ୱାସ କରେ ଏବଂ କର୍ମ ବି କରିବାକୁ ପଡିବ। କେବଳ ଉପାୟ ନୁହଁ ଆଜ୍ଞା, କର୍ମ କରିବାକୁ ପଡିବ। ସକାଳୁ ଉଠିକରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ମନକୁ ଶୁଦ୍ଧ ରଖନ୍ତୁ। ଯାହା ବି କର୍ମ କରିବେ, ଯାହା ବି ଭଗବାନଙ୍କ ପାଇଁ ଉପାୟ କରିବେ, ନିଶ୍ଚୟ ସଫଳ ପ୍ରାପ୍ତ କରିପାରିବେ। ତେଣୁ
କୌଣସି ବି ଜିନିଷକୁ ହାଲକାରେ ନିଅନ୍ତୁନି। ଏମିତି ଆପଣମାନଙ୍କ ସାମ୍ନାରେ କୌଣସି ମିଛ ଅପପ୍ରଚାର କରୁନାହିଁ ଆଜ୍ଞା। ତେଣୁ ଯଦି ବିଶ୍ୱାସ ଅଛି ଈଶ୍ୱରଙ୍କ ପାଖରେ ଏସବୁ ଜିନିଷ ଆପଣମାନେ କରିପାରନ୍ତି। ଆପଣଙ୍କ ଇଚ୍ଛା ଆପଣ କରିବେ କି ନ କରିବେ, କିନ୍ତୁ ମୁଁ କାହାକୁ ବି ଉପହାସ କରିନାହିଁ। ପଞ୍ଚମ ଉପାୟଟି ଏଇଆ ଅଟେ ଯେ ତୁଳସୀର 11ଟି ପତ୍ର, ଯାହାକି ଆପଣ ତ ଏହି ଏକାଦଶୀରେ ଜମା ବି ତୋଳିବେ ନାହିଁ। ଏହି ଉପାୟଟି ଆପଣମାନେ ଆଜି ହିଁ ରଖିଦିଅନ୍ତୁ। ଏହାକୁ ଆପଣମାନେ କଣ କରିବେ, ଆଗକୁ ଯୋଉ ଏକାଦଶୀ ଆସିବ 11ଟି ତୁଳସୀ ପତ୍ରରେ ରାମ ଲେଖିବେ। ରାମ ରାମ ଲେଖିକରି ସେହି ତୁଳସୀ ପତ୍ରକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖିବେ। ଏହାକୁ ବାନ୍ଧି କରି ନିଜର ତିଜୋରିରେ କିମ୍ବା ଚାଉଳ ରଖୁଥିବା ଡବାରେ ରଖିବେ।